ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। କରାମତ ଅଲି କରାମତ 23 ସେପ୍ଟେମ୍ବର 1936 ମସିହାରେ ଓଡ଼ିଶାର କଟକଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଉର୍ଦ୍ଦୁ କବି, ଲେଖକ, ସାହିତ୍ୟକ, ସମାଲୋଚକ ଏବଂ ଗଣିତଜ୍ଞ ଥିଲେ। ସେ ଓଡ଼ିଶାର ଉର୍ଦ୍ଦୁ ସାହିତ୍ୟ ସଂଗ୍ରହ ଏବଂ ଉର୍ଦ୍ଦୁ ଭାଷାଭାଷୀ ଜଗତରେ ପରିଚିତ। ତାଙ୍କର ଉର୍ଦ୍ଦୁ ଅନୁବାଦ ଲଫ୍ଜୋ କା ଆକାଶ ପାଇଁ 2004 ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ସେ 5 ଅଗଷ୍ଟ 2022 ମସିହାରେ କଟକଠାରେ ମୃତ୍ୟୁବରଣ କରିଥିଲେ। ରହୁଛି ଦେଖା ହେବା ଭିଡ଼ିଓରେ। ନମସ୍କାର।